ଯେଉଁଭଳି ପ୍ରତ୍ୟେକ ମନୁଷ୍ୟ ମା ଗର୍ଭରେ 9 ମାସ ରହିବା ପରେ ତାକୁ ନୂଆ ଜୀବନ ମିଳିଥାଏ, ଠିକ୍ ସେହିଭଳି ମୃତ୍ୟୁ ଆସିବାର 9 ମାସ ପୂର୍ବରୁ କିଛି ଏମିତି ଘଟଣା ଲାଗିଥାଏ ଯାହା ଏହି କଥାରେ ସଂକେତ ଦେଇଥାଏ କି ଆତ୍ମା କହୁଛି ଏବେ ବହୁତ ହେଇଗଲାଣି, ଏହି ସମୟକୁ ତ୍ୟାଗ କରିବାର ସମୟ ଆସିଗଲା। କିନ୍ତୁ ଏହି ସଂକେତ ଏବେ ଛୋଟ ହୋଇଥାଏ କି ଆମେ ନିଜର ପ୍ରତିଦିନ ଜୀବନ ଶୈଳୀରେ ସେ ସବୁ ଉପରେ ଧ୍ୟାନ ଦେଇ ନଥାଉ ଏବଂ ଯେତେବେଳେ ମୃତ୍ୟୁ ଆମ ନିକଟରେ ହୋଇଯାଇଥାଏ ସେତେବେଳେ ଆମକୁ ଜଣାପଡ଼ିଥାଏ କି ଏବେ ତ ବହୁତ ଡେରି ହେଇଗଲାଣି, ହେଲେ ଅନେକ କାମ ଅଧା ରହିଗଲା। ଏମିତି ପରିସ୍ଥିତିରେ ଶେଷ ସମୟରେ ମନ ବିଚଳିତ ହେବାକୁ ଲାଗିଥାଏ ଏବଂ ମୃତ୍ୟୁ ସମୟରେ କଷ୍ଟରେ ଅନୁଭବ ହେବାକୁ ଲାଗିଥାଏ। ଗରୁଡ଼ ପୁରାଣ, ସମୁଦ୍ର ଶାସ୍ତ୍ର ତଥା ବିଜ୍ଞାନ ଅନୁସାରେ ଏହି ସଂକେତ ମନୁଷ୍ୟକୁ 9 ମାସ ପୂର୍ବରୁ ମିଳିବାକୁ ଲାଗିଥାଏ। ଯଦି କୌଣସି ବ୍ୟକ୍ତି ନିଜର ମାତାର ଗର୍ଭରେ 10 ମାସ ଯାଏ ରହିଥାଏ ତାହେଲେ ତାକୁ 10 ମାସ ପୂର୍ବରୁ ଏବଂ ସେହିପରି ଯଦି କେହି 7 ମାସ ମାର ଗର୍ଭରେ ରହିଥାଏ ତାହେଲେ ତାକୁ 7 ମାସ ପୂର୍ବରୁ ମୃତ୍ୟୁର ସଂକେତ ମିଳିବା ପାଇଁ ଲାଗିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ସଂକେତ ବିଷୟରେ। ଯଦି ସାଙ୍ଗମାନେ ଏତେ ପର୍ଯ୍ୟନ୍ତ ଆପଣମାନେ ଆମ ଚ୍ୟାନେଲ ପୂଜା ମୋଟିଭେସନାଲ ଅଫିସିଆଲ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ନମ୍ବର 1, ମନୁଷ୍ୟର ଶରୀରରେ 7ଟି ଚକ୍ର ହୋଇଥାଏ। ପ୍ରଥମ ଚକ୍ର ହେଉଛି ମୂଳାଧାର ଚକ୍ର, ଦ୍ୱିତୀୟ ଚକ୍ର ହେଉଛି ଲିଙ୍ଗ ଚକ୍ର, ତୃତୀୟ ନାଭି ଚକ୍ର, ଚତୁର୍ଥ ହୃଦୟ ଚକ୍ର, ପଞ୍ଚମ କଣ୍ଠ ଚକ୍ର ଓ ଷଷ୍ଠ ଆଦ୍ୟା ଚକ୍ର ଓ ସପ୍ତମ ହେଉଛି ସହସ୍ରସାର ଚକ୍ର। ଯେତେବେଳେ ମନୁଷ୍ୟ ପ୍ରାଣ ତ୍ୟାଗ କରିଥାଏ ଏହି ଚକ୍ର ମଧ୍ୟରୁ କୌଣସି ଏକ ଚକ୍ର ଦ୍ୱାରା ଆତ୍ମା ଶରୀରରୁ ବାହାରକୁ ବାହାରିଥାଏ। ଯୋଗୀମୁନି ଏବଂ ପୁରାଣ ଦ୍ୱାରା କୁହାଯାଇଛି କି ଯେତେବେଳେ ମୃତ୍ୟୁର ସମୟ ନିକଟରେ ହୋଇଯାଏ ସେତେବେଳେ ନାଭି ଚକ୍ରରେ ଗତିବିଧି ଆରମ୍ଭ ହୋଇଯାଇଥାଏ। ନାଭି ଚକ୍ର ଭାଙ୍ଗିବାକୁ ଲାଗିଥାଏ। ନାଭି ଚକ୍ର ଶରୀରର କେନ୍ଦ୍ର ଚକ୍ର ହୋଇଥାଏ ଯେଉଁଠାରେ ଜନ୍ମକାଳରେ ଶରୀରର ରଚନା ଆରମ୍ଭ ହୋଇଥାଏ। ମୃତ୍ୟୁ ନିକଟତର ଆସିବାର କେତେକ ଲକ୍ଷଣ ପ୍ରକଟ ହେବାକୁ ଲାଗିଥାଏ। ସମୟ ବିତିବା ସହିତ ବ୍ୟକ୍ତି ନିଜର ନିକର ଟିପ ଦେଖିବାକୁ ଅସମର୍ଥ ହୋଇଯାଇଥାଏ। ନମ୍ବର 2, ସାଧାରଣତଃ ଯେତେବେଳେ ଆମେ ଏବଂ ଆପଣ ନିଜର କାନ ଉପରେ ହାତ ରଖୁଥାଉ ଆମକୁ ସେତେବେଳେ କୌଣସି ଶବ୍ଦ ଶୁଭେ ନାହିଁ। କିନ୍ତୁ ଯେଉଁ ବ୍ୟକ୍ତିର ଅନ୍ତିମ ସମୟ ନିକଟବର୍ତ୍ତୀ ହୋଇଥାଏ ତାକୁ କୌଣସି ଶବ୍ଦ ଶୁଣାଯାଏ ନାହିଁ। ନମ୍ବର 3, ଯେଉଁ ବ୍ୟକ୍ତି ନିଜର ଅନ୍ତିମ ସମୟ ପାଖେଇ ଆସୁଥାଏ ଅର୍ଥାତ୍ ମରିବାକୁ ଥିବା ବ୍ୟକ୍ତିକୁ ପ୍ରତ୍ୟେକ ସମୟରେ ଏମିତି ଲାଗିଥାଏ କି ତାଙ୍କ ସାମ୍ନାରେ କିଛି ଅଚିହ୍ନା ମୁହଁ ଉପସ୍ଥିତ ଅଛି। ନମ୍ବର 4, ବିଜ୍ଞାନ ଅନୁସାରେ ମୃତ୍ୟୁ ପୂର୍ବର ମାନବ ଶରୀରରୁ ଅଜୀବ ଗନ୍ଧ ନିର୍ଗତ ହେବାକୁ ଲାଗିଥାଏ ଯାହାକୁ ମୃତ୍ୟୁ ଗନ୍ଧ କୁହାଯାଇଥାଏ, ଯାହାର ମୃତ୍ୟୁ ଅତି ନିକଟତର ହେବାକୁ ଯାଉଛି। ନମ୍ବର 5, ଦର୍ପଣରେ ମୁହଁ ଦେଖିବା ଦ୍ୱାରା ମୃତ୍ୟୁ ନିକଟତର ଥିବା ବ୍ୟକ୍ତିକୁ ଏମିତି ଲାଗିଥାଏ କି ସେ ଆଉ କାହାର ମୁହଁ ଦେଖିଛି, ତାକୁ ନିଜର ମୁହଁ ସ୍ପଷ୍ଟ ଦେଖାଯାଏ ନାହିଁ ଏବଂ ଯେତେବେଳେ ବ୍ୟକ୍ତିକୁ ଏମିତି ଲାଗିଥାଏ ଶାସ୍ତ୍ରରେ କୁହାଯାଇଛି ସେହି ବ୍ୟକ୍ତିର ମୃତ୍ୟୁ 24 ଘଣ୍ଟା ଭିତରେ ହୋଇପାରେ। ଭିଡ଼ିଓଟି ଏହିଠାରେ ଶେଷ କରୁଛି। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।